ବ୍ରିଟିଶ ଗୁଳିରେ ପ୍ରାଣବଳି ଦେଇଥିବା ଶହୀଦମାନଙ୍କ ସ୍ମୃତିରେ ରକ୍ତତୀର୍ଥରେ ଶହୀଦ ଦିବସ ପାଳିତ। ଅଗଷ୍ଟ ବିପ୍ଳବର ମୂକ ସାକ୍ଷୀ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସର ଦ୍ୱିତୀୟ ଜାଲିଆନାୱାଲାବାଗ ରୂପେ ବେଶ୍ ଖ୍ୟାତି ଅର୍ଜନ କରିଛି ଏହି ପବିତ୍ର ସ୍ଥାନ। ପାପଡ଼ାହାଣ୍ଡି ଟୁରି ନଦୀ ନିକଟରେ ରହିଛି ଏହି ଶହୀଦ ସ୍ତମ୍ଭ, ଯେଉଁଠାରେ ଶହୀଦ ଦିବସ ପାଳନ କରାଯାଇଛି। ଆଜିର ଦିନରେ ବ୍ରିଟିଶ ଗୁଳିରେ ପ୍ରାଣବଳି ଦେଇଥିବା ଅମର ଶହୀଦଙ୍କ ଉଦ୍ଦେଶ୍ୟରେ ସ୍ମୃତି ଦିବସ ପାଳନ କରାଯାଇଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପ୍ରଥମେ ଦିଆଯାଇଥିଲା। ଶହୀଦ ମଶାଲକୁ ସମ୍ମାନ ପ୍ରଦର୍ଶନ ସହ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା। ଶୋଭାଯାତ୍ରାରେ ଶହୀଦ ମିନାର ପହଞ୍ଚିବା ପରେ ମିନାରଠାରେ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ସ୍ମୃତି ସୌଧଠାରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ଟୁରି ନଦୀରେ ପୁଲିସ ପକ୍ଷରୁ ସାମରିକ ଅଭିବାଦନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଅନୁସୂଚିତ ଜନଜାତି ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ରୂପେ ରାଜ୍ୟସଭା ସାଂସଦ ଶ୍ରୀ ମୁଜିବୁଲ୍ଲା ଖାନ୍, ଲୋକସଭା ସାଂସଦ ଇଞ୍ଜିନିୟର ବଳଭଦ୍ର ମାଝୀ, ବିଧାୟକ ଡାବୁଗାଁ ଶ୍ରୀ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭଦ୍ରାଙ୍କ ସହ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ପ୍ରମୁଖ ଯୋଗ ଦେଇଥିଲେ। ନବରଙ୍ଗପୁରରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ, ସ୍ୱାସ୍ତିକ ନ୍ୟୁଜ।